চারিদিকে অন্ধকার, যুয়াড়ে চাইলে খালি দুঃখ দুঃখ। আরে মায়া এইটা তো କିଛି ନୂଆ କଥା ନୁହଁ। ପ୍ରତ୍ୟେକ ପୌରାଣିକ ଐତିହାସିକ ସାମାଜିକ ସବୁ ନାଟକରେ ସବୁ ଗପରେ ସବୁ ଷ୍ଟୋରିରେ ହିରୋ ହିରୋଇନଙ୍କର ମିଳନ ବିଚ୍ଛେଦ ଲାଗି ରହିଛି। ଆରେ ବିଚ୍ଛେଦ ବିନା ମିଳନର ଟେଷ୍ଟ କିଛି ନାହିଁ ରେ। ମୋ ଦୁଃଖ ସେ ଦୁଃଖ ନୁହେଁ, ମୋ ଯନ୍ତ୍ରଣା ସେ ଯନ୍ତ୍ରଣା ନୁହେଁ, ମୁଁ ଏକ ଭିନ୍ନ ଯନ୍ତ୍ରଣାରେ ଜର୍ଜରିତ। କଣ ଭିନ୍ନ ଯନ୍ତ୍ରଣା ପୁଣି ତା ଦେହରେ ଜର୍ଜରିତ? ଆରେ କଣ ହେଇଛି କଥା ମତେ ଖୋଲି କୁହ। ମୁଁ ତମ ସନ୍ତାନର ମା ହବାକୁ ଯାଉଛି। ଆପଣ ପଥର ହେଇଗଲା କଣ? ଏଇ ତ ଟାଇଟଲ ଗୀତ ହବା କଥା। ଅବିବାହିତ ଝିଅଟେ ମୁଁ ହେଇଯାଇଛି ମା। ଏ କଥା ଶୁଣିବା ମାତ୍ରେ ଆଳପତ ହବା କଥା। କାଲି ସକାଳେ ମୋ ଗର୍ଭର ପିଲାଟା ଜନ୍ମ ନେଲା ପରେ କଣ କହିବି ଦୁନିଆକୁ? ଏ ଦୁନିଆକୁ କି ଉତ୍ତର ଦେବି? ଆରେ କହିଦବ ତମେ କିଛି ଭୁଲ କରିନା, ତମେ କିଛି ପାପ କରିନା। କେମିତି କେମିତି କହିବି? କୁଆରୀ ଝିଅଟେ ମୁଁ, ତାପରେ ସିନ୍ଦୁର ପିନ୍ଧିନି ହେଇଯାଇଛି ମା। ତମ ପରି ପୁଅକୁ ଛୁଇଁବା ପାପ। ଆଉ ଯଦି ହେଇଛୁ ମା ତାହେଲେ ମୋ ସାଙ୍ଗରେ ଡାକ୍ତରଖାନା। ପାଲା ଗାୟକ ତମେ ପୁଣି କଣ ମୋ ଘରକୁ ଆସିଛ? ମୁଁ କଣ କହୁଛି ଶୁଣିଲା କଣ ହଉଛ? ତୁ ଥାକୁ ମୁଁ ତମକୁ ପଚାରୁଛି ତମେ ପୁଣି ମୋ ଘରକୁ କାହିଁକି ଆଇଛ? ଆଜ୍ଞା ମୁଁ ରକ୍ତର ଡାକରେ ଛୁଟି ଆସିଛି। ମୋ ଝିଅକୁ କୁଆଡେ ଡାକୁଥିଲ? ଆଜ୍ଞା ମୁଁ ତାକୁ ଡାକ୍ତରଖାନା ନେଇକି ଯିବି। କି ମୋ ଝିଅର କଣ ହେଇଛି କି ତାକୁ ଡାକ୍ତରଖାନା ନେଇକି ଯିବ? ଆଜ୍ଞା ତାର ହମ୍ସ ହେଇଛି। ହମ୍ସ ହେଇଛି? ହମ୍ସ ମୋ ଝିଅ କଣ ପିଛୁ ସଡ଼କ ତାର ହମ୍ସ ହେଇଛି ମତେ ବୁଝଉଛ? କଣ ହେଇଛି କଥାଟା କହୁନା? ଆଜ୍ଞା କଣ ହେଇଛି ଆପଣ ନିଜେ ପଚାରିକି ବୁଝନ୍ତୁ ଆପଣଙ୍କ ଝିଅଙ୍କୁ। ଏ ମାୟା ତୋର କଣ ହେଇଛି? ବାପା ମତେ କହିବାକୁ ଲାଜ ଲାଗୁଛି। ମାୟା 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 କାନନି କାନନି, ଟାଙ୍କି ଉପରେ ପ୍ରେସର ପଡିବ କାନନି। ତୋର ଏମିତି ରୋଗ ହେଇଛି ନା ବାପକୁ କହିବାକୁ ଲାଜ ମାରୁଛି? ଆଜ୍ଞା ଆଜ୍ଞା ଏମିତି କିଛି ରୋଗ ଅଛି ଯୋଉଟା କି ବାପା ମାନେ ଜାଣିବା ଉଚିତ ନୁହଁ। ଆଉ କିଏ ଜାଣିବା ଉଚିତ? କଣ୍ଟ୍ରାକ୍ଟର କଣ୍ଟ୍ରାକ୍ଟର। ଯେ ତାର ରାସ୍ତା ତିଆରି କରିଛି, ଯିଏ ହମ୍ସ ତିଆରି କରିଛି ସେ ତାର ଜାଣିଛି କୋଉଠି କଣ ହେଇଛି। କଣ ହେଇଛି କଥାଟା କହୁନା? ଆଉ ତୁମ ଝିଅର ବେକାରୀ ଭାଙ୍ଗି ଯାଇଛି। ତୁମ ଝିଅ ବର୍ତ୍ତମାନ ମୋ ସନ୍ତାନର ମା ହବାକୁ ଯାଉଛି। ଭଗବାନ କି ଭैया की ୟା ପରେ ତୁ ସଖୀ କଲେରେ କଣ ଦେଉଛୁ? ପାଲା ଗାୟକ ଆଜ୍ଞା। ତମେ ପରା ପାଲା ଗାଇକି ଲୋକମାନଙ୍କୁ ଧର୍ମ ଶିକ୍ଷା ଦଉଛ? ଆଜ୍ଞା। ଇଏ କଣ ତମେ ମୋ ଝିଅକୁ ବାହା ନହୁଣୁରୁ ମତେ କହୁଛ ହମ୍ସ? ତମେ କି ପାଲା କରୁଛ? ଦେଖନ୍ତୁ ଆଜ୍ଞା ଦେଖନ୍ତୁ, ଆପଣ ଯୋଉଟା କହିଲେ ପାଲା ହଉଛି ସୁଧ ଅପୂତ ପବିତ୍ର, କିନ୍ତୁ ଇଏ ତ ଆଜ୍ଞା ଆମର ପାଲା ନୁହଁ। ଇଏ ହଉଛି ଡ୍ରାମା ଆଉ ପାଲାର ସମ୍ମିଶ୍ରଣରେ ଏକ ନୂତନ ଆବିଷ୍କୃତ ସଂସ୍ଥା, ହାଇବ୍ରିଡ ସଂସ୍ଥା। ୟା ନାଁ ହଉଛି ଡ୍ରାମ ପାଲା। ତେଣୁ ଏଠି ଟିକେ ଆଇଁଷ ରହିବ। ଆଉ ତମେ କହିଲେ କଣ, ସେ ଜିନିଷ ସେଇଆ ସେ ହବ ସେଇଆ ଆଉ। ତେଣୁ ଆପଣ ଆଉ ଚିନ୍ତା କରୁଛନ୍ତି କି? ଆପଣଙ୍କର ତ ନର୍ସିଂ ହୋମ ଅଛି, ନେଇଯିବେ ପରିଷ୍କାର ପରିଚ୍ଛନ୍ନ କରି ନେଇଆସିବେ। ଆଚ୍ଛା କହିପାରିବେ କି ବାଲେଶ୍ୱର ସୁରକୁ ଫାଷ୍ଟ ବସ୍ଟା କେତେବେଳେ? ତାମାନେ ତମେ ଗାଁକୁ ପଳେଇବ? ଅବଶ୍ୟ। ଆଉ ଏ ଭ୍ରୁଣ ହତ୍ୟା ମୁଁ କରିବି? ନିଶ୍ଚିତ। ପାଲା ଗାୟକ ଭ୍ରୁଣ ହତ୍ୟା ମହାପାପ। ଏ ପରମ ପୂଜ୍ୟ ମହାପୁରୁଷ, ଏତେ ଦିନ ତମର ଦିବ୍ୟ ଜ୍ଞାନ ଉଦୟ ହେଲା, କିନ୍ତୁ ତୁମେ ଯେତେବେଳେ 100 ଟଙ୍କା ନେଇକି ଏମିତି ଭ୍ରୂଣମାନଙ୍କୁ ହତ୍ୟା କରୁଥିଲ, ସେତେବେଳେ ଚିନ୍ତା କରୁଥିଲ ଯୋଉ ଭ୍ରୂଣମାନଙ୍କୁ ତମେ ହତ୍ୟା କରୁଛ ସେ କି ଦେଶର ପ୍ରଧାନମନ୍ତ୍ରୀ ହେଇଥାନ୍ତା, କି ରାଷ୍ଟ୍ରପତି ହେଇଥାନ୍ତା, କି ପ୍ରତିଭା ପାଟିଲ ହେଇଥାନ୍ତା, କି ମଦର ଟେରେସା ହେଇଥାନ୍ତା, କିନ୍ତୁ ସାମାନ୍ୟ କେଇଟା ଟଙ୍କା ପାଇଁ ଆପଣ ସେମାନଙ୍କୁ ଖଲାସ କରିଦେଲେ। ଆପଣ ଯେ ବିଶ୍ୱ ଦରବାରେ ଶପଥ କରି କୁହନ୍ତୁ ଯେ ଆପଣ ଭ୍ରୂଣ ହତ୍ୟା କରିବେ ନାହିଁ, ଭ୍ରୂଣ ହତ୍ୟାରୁ ନିବୃତ୍ତ ରହିବେ, ତାହେଲେ ଯାଇ ମୁଁ ଆପଣଙ୍କ ଝିଅକୁ ମ୍ୟାରେଜ କରିବି। ତା ନହେଲେ ଆପଣଙ୍କ ଝିଅ ବାଧ୍ୟ କି ଗ୍ୟାରେଜ ଯିବ। ମୋ ଝିଅ ଗ୍ୟାରେଜ ଯିବା ଦରକାର ନାହିଁ। ମୁଁ ଆଜି ଏ ବିଶ୍ୱ ଦରବାରେ ଶପଥ କରି କହୁଛି, କୁହନ୍ତୁ। ଆଜିଠାରୁ ମୁଁ ଆଉ ଭ୍ରୁଣ ହତ୍ୟା କରିବି ନାହିଁ। ଭଗବାନ କି ଆଉ ଆପଣ ଆଜି ପରିବର୍ତ୍ତନ ହେଇଛନ୍ତି। ସ୍ୱପରିବର୍ତ୍ତନ ବିଶ୍ୱ ପରିବର୍ତ୍ତନ କେବଳ ଆପଣମାନଙ୍କ ଭଳି ଲୋକମାନଙ୍କୁ ସତ୍ମାର୍ଗକୁ ଆଣିବା ପାଇଁ ଆମର ଏ ଗ୍ରାମପାଳ ସହିତ ଉତ୍ପତ୍ତି ହେଇଥିଲା। ଆପଣ ଆଜି ପରିବର୍ତ୍ତନ ହେଇଛନ୍ତି, ଆମ ପବିତ୍ର ପ୍ରେମକୁ ବୁଝିପାରିଛନ୍ତି। ମୁଁ ସେଦିନ କହିଥିଲି ଆମ କର୍ମଦିନ ଆମକୁ ଇତିହାସର ସମ୍ମୁଖରେ ଲିପିବଦ୍ଧ କରି ରଖିବ। ଏହା ସତ୍ୟ ଯେ ମା ଗର୍ଭରେ ଥିବା ସନ୍ତାନ ନିଶ୍ଚିତ ଭଗବାନଙ୍କର ଦଶମ ଅବତାର ହବ। ଏଇଠି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପଦ୍ୟ ଲେଖିଲେ, କେଳି କଦମ ମୂଳିଆ